ଅନେକ ବର୍ଷ ପୂର୍ବେ ଘଞ୍ଚ ନୀଳଗିରି ଜଙ୍ଗଲ ମଧ୍ୟରେ ବିକ୍ରମ ନାମକ ଜଣେ ଅତି ଦକ୍ଷ ଶିକାରୀ ବାସ କରୁଥିଲେ, ଯିଏ କେବଳ ନିଜର ଧନୁର୍ବିଦ୍ୟା ପାଇଁ ନୁହେଁ ବରଂ ନିଜର ଚତୁରତା ପାଇଁ ସାରା ଅଞ୍ଚଳରେ ପରିଚିତ ଥିଲେ। ଦିନେ ଏକ ବିରଳ ସୁନା ହରିଣର ପିଛା କରୁ କରୁ ସେ ଜଙ୍ଗଲର ଏପରି ଏକ ଅଜ୍ଞାତ ଅଞ୍ଚଳରେ ପହଞ୍ଚିଗଲେ, ଯେଉଁଠାରେ ଏକ ବିଶାଳ ଏବଂ ସ୍ୱଚ୍ଛ ପାଣିର ହ୍ରଦ ଥିଲା, ଯାହାକୁ ସ୍ଥାନୀୟ ଲୋକେ ମାୟାବୀ ହ୍ରଦ ବୋଲି କହୁଥିଲେ। ବିକ୍ରମ ଅତ୍ୟନ୍ତ ତୁଷାର୍ତ ଥିବାରୁ ଯେମିତି ସେ ପାଣିକୁ ଛୁଇଁବାକୁ ଚେଷ୍ଟା କଲେ, ହଠାତ୍ ପାଣି ଭିତରୁ ଏକ ଗମ୍ଭୀର ଶବ୍ଦ ଶୁଣାଗଲା ଏବଂ ଜଣେ ଜଳଦେବତା ପ୍ରକଟ ହୋଇ କହିଲେ ଯେ ଏହି ହ୍ରଦର ଜଳ କେବଳ ସେ ବ୍ୟକ୍ତି ପିଇପାରିବ ଯିଏ ମୋର 3ଟି ଜଟିଳ ପ୍ରଶ୍ନର ସଠିକ୍ ଉତ୍ତର ଦେବ, ନଚେତ୍ ସେ ପଥରେ ପାଲଟିଯିବ। ବିକ୍ରମ ଭୟ ନ କରି ଧୈର୍ଯ୍ୟର ସହ ପ୍ରଶ୍ନ ଶୁଣିବାକୁ ପ୍ରସ୍ତୁତ ହେଲେ। ପ୍ରଥମ ପ୍ରଶ୍ନ ଥିଲା, ସଂସାରରେ ସବୁଠାରୁ ଶୀଘ୍ର ଗତି କରୁଥିବା ଜିନିଷ କ'ଣ? ଯାହାର ଉତ୍ତରରେ ବିକ୍ରମ କହିଲେ, ମଣିଷର ମନ, ଯାହା ପଲକରେ ପରିବର୍ତ୍ତେ ବ୍ରହ୍ମାଣ୍ଡର ଯେକୌଣସି କୋଣକୁ ଯାଇପାରେ। ଦ୍ୱିତୀୟ ପ୍ରଶ୍ନ ଥିଲା, ସବୁଠାରୁ ବଡ଼ ଶତ୍ରୁ କିଏ? ବିକ୍ରମ ଉତ୍ତର ଦେଲେ, ମଣିଷର କ୍ରୋଧ, ଯାହା ନିଜର ବିବେକକୁ ନଷ୍ଟ କରିଦିଏ। ଶେଷରେ ତୃତୀୟ ପ୍ରଶ୍ନ ଥିଲା, ପ୍ରକୃତ ସୁଖ କେଉଁଠି ମିଳେ? ଏହାର ଉତ୍ତରରେ ଶିକାରୀ ଜଣକ କହିଲେ, ସନ୍ତୋଷ ମଧ୍ୟରେ ହିଁ ପ୍ରକୃତ ସୁଖ ଥାଏ, କାରଣ ଅସନ୍ତୁଷ୍ଟ ବ୍ୟକ୍ତି କେବେ ବି ଶାନ୍ତି ପାଏ ନାହିଁ। ବିକ୍ରମଙ୍କର ଏପରି ଗଭୀର ଏବଂ ସଠିକ୍ ଉତ୍ତର ଶୁଣି ଜଳଦେବତା ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ତାକୁ କେବଳ ଜଳ ପିଇବାକୁ ନୁହେଁ ବରଂ ଏକ ମାୟାବୀ ଧନୁ ମଧ୍ୟ ଉପହାର ସ୍ୱରୂପ ପ୍ରଦାନ କଲେ। ବିକ୍ରମ ସେହି ଧନୁ ସାହାଯ୍ୟରେ ଜଙ୍ଗଲକୁ ଆସୁଥିବା ବହୁତ ବିପଦରୁ ଗାଁ ଲୋକଙ୍କୁ ରକ୍ଷା କଲେ ଏବଂ ନିଜ ବୁଦ୍ଧି ବଳରେ ଜଣେ ମହାନ ନାୟକ ଭାବେ ଇତିହାସରେ ଅମର ହୋଇ ରହିଲେ। ଏହି କାହାଣୀ ଆମକୁ ଶିକ୍ଷା ଦିଏ ଯେ ବିପଦ ସମୟରେ ବିବେକ ନ ହରା ହୋଇ ବୁଦ୍ଧି ଖଟାଇଲେ ଯେକୌଣସି ଅସାଧ୍ୟ ସାଧନ କରାଯାଇପାରେ। ଅନେକ ବର୍ଷ ପୂର୍ବେ ଘଞ୍ଚ ନୀଳଗିରି ଜଙ୍ଗଲ ମଧ୍ୟରେ ବିକ୍ରମ ନାମକ ଜଣେ ଅତି ଦକ୍ଷ ଶିକାରୀ ବାସ କରୁଥିଲେ, ଯିଏ କେବଳ ନିଜର ଧନୁର୍ବିଦ୍ୟା ପାଇଁ ନୁହେଁ ବରଂ ନିଜର ଚତୁରତା ପାଇଁ ସାରା ଅଞ୍ଚଳରେ ପରିଚିତ ଥିଲେ। ଦିନେ ଏକ ବିରଳ ସୁନା ହରିଣର ପିଛା କରୁ କରୁ ସେ ଜଙ୍ଗଲର ଏପରି ଏକ ଅଜ୍ଞାତ ଅଞ୍ଚଳରେ ପହଞ୍ଚିଗଲେ, ଯେଉଁଠାରେ ଏକ ବିଶାଳ ଏବଂ ସ୍ୱଚ୍ଛ ପାଣିର ହ୍ରଦ ଥିଲା, ଯାହାକୁ ସ୍ଥାନୀୟ ଲୋକେ ମାୟାବୀ ହ୍ରଦ ବୋଲି କହୁଥିଲେ। ବିକ୍ରମ ଅତ୍ୟନ୍ତ ତୁଷାର୍ତ ଥିବାରୁ ଯେମିତି ସେ ପାଣିକୁ ଛୁଇଁବାକୁ ଚେଷ୍ଟା କଲେ, ହଠାତ୍ ପାଣି ଭିତରୁ ଏକ ଗମ୍ଭୀର ଶବ୍ଦ ଶୁଣାଗଲା ଏବଂ ଜଣେ ଜଳଦେବତା ପ୍ରକଟ ହୋଇ କହିଲେ ଯେ ଏହି ହ୍ରଦର ଜଳ କେବଳ ସେ ବ୍ୟକ୍ତି ପିଇପାରିବ ଯିଏ ମୋର 3ଟି ଜଟିଳ ପ୍ରଶ୍ନର ସଠିକ୍ ଉତ୍ତର ଦେବ, ନଚେତ୍ ସେ ପଥରେ ପାଲଟିଯିବ। ବିକ୍ରମ ଭୟ ନ କରି ଧୈର୍ଯ୍ୟର ସହ ପ୍ରଶ୍ନ ଶୁଣିବାକୁ ପ୍ରସ୍ତୁତ ହେଲେ। ପ୍ରଥମ ପ୍ରଶ୍ନ ଥିଲା, ସଂସାରରେ ସବୁଠାରୁ ଶୀଘ୍ର ଗତି କରୁଥିବା ଜିନିଷ କ'ଣ? ଯାହାର ଉତ୍ତରରେ ବିକ୍ରମ କହିଲେ, ମଣିଷର ମନ, ଯାହା ପଲକରେ ପରିବର୍ତ୍ତେ ବ୍ରହ୍ମାଣ୍ଡର ଯେକୌଣସି କୋଣକୁ ଯାଇପାରେ। ଦ୍ୱିତୀୟ ପ୍ରଶ୍ନ ଥିଲା, ସବୁଠାରୁ ବଡ଼ ଶତ୍ରୁ କିଏ? ବିକ୍ରମ ଉତ୍ତର ଦେଲେ, ମଣିଷର କ୍ରୋଧ, ଯାହା ନିଜର ବିବେକକୁ ନଷ୍ଟ କରିଦିଏ। ଶେଷରେ ତୃତୀୟ ପ୍ରଶ୍ନ ଥିଲା, ପ୍ରକୃତ ସୁଖ କେଉଁଠି ମିଳେ? ଏହାର ଉତ୍ତରରେ ଶିକାରୀ ଜଣକ କହିଲେ, ସନ୍ତୋଷ ମଧ୍ୟରେ ହିଁ ପ୍ରକୃତ ସୁଖ ଥାଏ, କାରଣ ଅସନ୍ତୁଷ୍ଟ ବ୍ୟକ୍ତି କେବେ ବି ଶାନ୍ତି ପାଏ ନାହିଁ। ବିକ୍ରମଙ୍କର ଏପରି ଗଭୀର ଏବଂ ସଠିକ୍ ଉତ୍ତର ଶୁଣି ଜଳଦେବତା ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ତାକୁ କେବଳ ଜଳ ପିଇବାକୁ ନୁହେଁ ବରଂ ଏକ ମାୟାବୀ ଧନୁ ମଧ୍ୟ ଉପହାର ସ୍ୱରୂପ ପ୍ରଦାନ କଲେ। ବିକ୍ରମ ସେହି ଧନୁ ସାହାଯ୍ୟରେ ଜଙ୍ଗଲକୁ ଆସୁଥିବା ବହୁତ ବିପଦରୁ ଗାଁ ଲୋକଙ୍କୁ ରକ୍ଷା କଲେ ଏବଂ ନିଜ ବୁଦ୍ଧି ବଳରେ ଜଣେ ମହାନ ନାୟକ ଭାବେ ଇତିହାସରେ ଅମର ହୋଇ ରହିଲେ। ଏହି କାହାଣୀ ଆମକୁ ଶିକ୍ଷା ଦିଏ ଯେ ବିପଦ ସମୟରେ ବିବେକ ନ ହରା ହୋଇ ବୁଦ୍ଧି ଖଟାଇଲେ ଯେକୌଣସି ଅସାଧ୍ୟ ସାଧନ କରାଯାଇପାରେ।